ଧର୍ମ, ସ୍ୱଧର୍ମ ଓ ପରଧର୍ମ। ଗୀତା ଦର୍ଶନକୁ ବିଶଦ ଭାବରେ ବୁଝିବାକୁ ହେଲେ ଗୀତାରେ ପ୍ରୟୋଗ କରାଯାଇଥିବା ପ୍ରତ୍ୟୟ ଧର୍ମ ଓ ସ୍ୱଧର୍ମର ବ୍ୟାଖ୍ୟା କରିବା ଆବଶ୍ୟକ। ହିନ୍ଦୁ ଦର୍ଶନ ମୁଖ୍ୟତଃ ମୂଳଭିତ୍ତିକ ଦର୍ଶନ। ଏଥିରେ ମାନବ ଜୀବନର ପୂର୍ଣ୍ଣ ବିକାଶ ନିମିତ୍ତ ପୁରୁଷାର୍ଥ କଥା କୁହାଯାଇଛି। ପୁରୁଷାର୍ଥର ଅର୍ଥ ହେଲା ପୁରୁଷସ୍ୟ ଅର୍ଥ ବା ପୁରୁଷର ମୂଳ ଆଦର୍ଶ। ପୁରୁଷାର୍ଥ ସମ୍ବନ୍ଧରେ ଭାଗବତରେ କୁହାଯାଇଛି ଧର୍ମାର୍ଥ କାମା ସମବେଦ ସେବ୍ୟାଃ, ଅର୍ଥାତ୍ ଧର୍ମ ମାଧ୍ୟମରେ ନିଜର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ଅଛି। ଏଥିନିମିତ୍ତ ପ୍ରତ୍ୟେକ ନିଜ କାମ ବାସନା ଏବଂ ଅର୍ଥ ଉପାର୍ଜନ ମର୍ଯ୍ୟାଦା ପୂର୍ଣ୍ଣ ଭାବରେ ଭୋଗ କରିବା ବିଧେୟ। ଯଦି ସମାଜ କଲ୍ୟାଣ ନିମିତ୍ତ ଯଦି ଏପରି ବ୍ୟବସ୍ଥା ହୋଇପାରିବ, ଯଦି ସମାଜ କଲ୍ୟାଣ ନିମିତ୍ତ ଏପରି ଏକ ବ୍ୟବସ୍ଥା ହୋଇପାରିବ, ହେଲେ ସମାଜରେ ବିଭିନ୍ନ ସମସ୍ୟାର ସମାଧାନ ସ୍ୱତଃ ହୋଇଯିବ। ପୁରୁଷାର୍ଥ ଚାରି ପ୍ରକାରର, ତାହା ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ। ଧର୍ମ ହେଲା ନୈତିକ ମୂଲ୍ୟ, ଅର୍ଥ ହେଉଛି ଆର୍ଥିକ ମୂଲ୍ୟ, କାମକୁ ମାନସିକ ମୂଲ୍ୟ ଏବଂ ମୋକ୍ଷକୁ ଆଧ୍ୟାତ୍ମିକ ମୂଲ୍ୟ ଭାବରେ ଗ୍ରହଣ କରାଯାଇଛି। ଉଦ୍ୟୋଗୀ ମଣିଷ ସହିତ ବନ୍ଧୁତା ଗଢ଼ି ତୋଳିବାକୁ ହେବ। ଏ ଜୀବନରେ ଏପରି କିଛି ଲୋକଙ୍କୁ ଆପଣଙ୍କୁ ଅନୁସନ୍ଧାନ କରିବାକୁ ହେବ ଯେଉଁମାନେ ସ୍ୱଭାବତଃ ହିଁ ଉଦ୍ୟୋଗୀ ଏବଂ ଉଦ୍ୟମୀ। ଏହିପରି ଭାବରେ ଆପଣ ଆପଣଙ୍କ ମନର ନିରୁତ୍ସାହ ଭାବ କାଟି ଉଠିବାକୁ ଚେଷ୍ଟା କରିବେ। କିନି ଦେଶର ଦାର୍ଶନିକ ରାଲ୍ଫ ୱାଲ୍ଡୋ ମୋରସନ କହିଛନ୍ତି, ସେହି ବ୍ୟକ୍ତିଙ୍କୁ ହିଁ ମୋର ପ୍ରୟୋଜନ ଯେ ମୋତେ କର୍ତ୍ତବ୍ୟ ଓ କାର୍ଯ୍ୟରେ ଅନୁପ୍ରାଣିତ କରିପାରିବ। ଜଣେ ଆଦର୍ଶ ସ୍ତ୍ରୀ ହିସାବରେ ମଧ୍ୟ ଆପଣଙ୍କୁ ଏହି ଅନୁସନ୍ଧାନ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ। ସ୍ୱାମୀର ବନ୍ଧୁ ହୋଇ ତାଙ୍କର ସୁପ୍ତ କର୍ମ କୁଶଳତାକୁ ଜାଗ୍ରତ କରିବାକୁ ପଡ଼ିବ। ବାସ୍ତବ ଚିନ୍ତା ସରବରାହ କରିବାକୁ ପଡ଼ିବ। ଯଦି ପ୍ରକୃତରେ ଆପଣ ଏହି ଆଶା ପୋଷଣ କରୁଥାନ୍ତି ଯେ ଆପଣଙ୍କ ସ୍ୱାମୀ ଜଣେ ଉଦ୍ୟୋଗୀ ପୁରୁଷ ହିସାବରେ ଆତ୍ମପ୍ରକାଶ କରିବେ, ତାହେଲେ ଉଦ୍ୟୋଗୀ ପୁରୁଷଙ୍କ ସହିତ ବନ୍ଧୁତା ଅର୍ଜନ କରିବାକୁ ଚେଷ୍ଟା କରନ୍ତୁ। ଚତୁଃପାର୍ଶ୍ୱକୁ ଖୋଲା ଦୃଷ୍ଟି ନେଇ ଦେଖିଲେ ଏହିପରି କିଛି ଲୋକଙ୍କ ସନ୍ଧାନ ପାଇପାରିବେ। ଭଗବାନ ଭକ୍ତିରେ ବସ, ଭକ୍ତର ହୃଦୟ ତାଙ୍କ ନିବାସ ସ୍ଥଳ। ଖାଲି ପେଟରେ ଈଶ୍ୱରଙ୍କ ସନ୍ଧାନ କରିବା ବୃଥା। ପରିଶ୍ରମର ଉପଯୁକ୍ତ ମୂଲ୍ୟବୋଧ ଦରକାର। ବିନା ପାରିଶ୍ରମିକରେ କାହାକୁ କାମରେ ଲଗାଇବା ଠିକ ନୁହେଁ। କର୍ମୀକୁ ତାର ପ୍ରାପ୍ୟ ବିନା ଦ୍ୱିଧାରେ ଉଦାରତାର ସହ ଦେଇଦେବା ଦରକାର। ଯିଏ ପାପ ପ୍ରତି ଭୟ ନ ରଖେ, ପାପ କରି ପ୍ରାୟଶ୍ଚିତ କରେ ନାହିଁ, ଅନୁତାପ କରେ ନାହିଁ, ଖଳଠାରୁ ଦୂରେଇ ରହେ ନାହିଁ, ଦୁଷ୍କର୍ମରେ ମାତେ, ଚିତ୍ତ ଯାର ଅସ୍ଥିର, ସେ ବ୍ୟକ୍ତି ଜ୍ଞାନ ଆହରଣ କରି ଆତ୍ମ ସାକ୍ଷାତ୍କାର ପାଇପାରେ ନାହିଁ। ଦିବ୍ୟ ନାମ ଗାଇ ଦିବ୍ୟ ନାମ ଧ୍ୟାଇ ଦିବ୍ୟ ହୋଇଥାଏ ଜ୍ଞାନ। ଦିବ୍ୟଜା ଭାବନା, ଦିବ୍ୟଜା ଚେତନା, ଦିବ୍ୟତ ସେହି ଜୀବନ। ମଣିଷର ଭଲ ପାଇବା ମିଛ ହୋଇପାରେ କିନ୍ତୁ ରାଗ ନୁହେଁ। କାରଣ ମଣିଷ ତା ଉପରେ ସବୁଠୁ ଅଧିକ ରାଗିଥାଏ, ଯାହାକୁ ସେ ନିଜ ଜୀବନଠୁ ବି ଅଧିକ ଭଲ ପାଇଥାଏ। ଜୟ ଶ୍ରୀ ଜଗନ୍ନାଥ।